ବାଲେଶ୍ୱର ଅଗ୍ରଣୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ସତ୍ୟସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ 3 ଦିନିଆ ସାଇ ଫେଷ୍ଟ 2025 ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ପୌରୋହିତ୍ୟ କରିବା ସହ ସାଇ ଫେଷ୍ଟ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆମର ସତ୍ୟସାଇ ଇଞ୍ଜିନିୟରିଂ କଲେଜରେ ଆଜି ଆରମ୍ଭ ହେଉଛି ପ୍ରଥମ ଆମର ଯେଉଁ ବାର୍ଷିକ ଉତ୍ସବ। 3 ଦିନ ଚାଲିଛି ଫଙ୍କସନ୍ ଚାଲିବ। ବମ୍ବେ ଆର୍ଟିଷ୍ଟ, ଓଡ଼ିଶା ଆର୍ଟିଷ୍ଟ, ବମ୍ବେ ଆର୍ଟିଷ୍ଟ ସବୁ ଧୀରେ ଧୀରେ ଆସନ୍ତା କାଲିଠୁ ଚାଲିବ। ସବୁ ଚାଲିଛି ତ ପ୍ରୋଗ୍ରାମ। ପିଲା ତ ବହୁତ ହେଉଛନ୍ତି, ଏଠି ତ ସିଟ୍ ପାଉନାହାନ୍ତି, ପିଲା ପଢ଼ୁଛନ୍ତି। ସେ ବେଣୁ କଥା କହିଲେ ମୋ ଆଖିରୁ ଟିକେ ଲୁହ ଆସିବ। ସିଏ ସବୁ ବୁଝୁଥିଲା, ମୁଁ ବୁଝୁନଥିଲି। 13 ମସିହାରେ ତାକୁ ଛାଡ଼ି ଦେଇ ଯାଇଥିଲି। ସେ ଛୁଆ ତ କାଳରେ ତାର ଚାଲିଗଲା ଜୀବନ ଏବଂ ସେ ଆମ ପାଖରେ ନାହିଁ, ବହୁତ ଦୂରରେ। ତଥାପି ତା ସ୍ମୃତି ଏବଂ ଆଦର୍ଶକୁ ଆମେ ସାଇଜ କରିକି ଚାଲିଛୁ ଏ କଲେଜରେ। ଏବଂ ପୁଅ ହେଲେ ବି ମଧ୍ୟ ତାର ଆଦର୍ଶକୁ ମଧ୍ୟ ଆମେ ଏଠି ମାନୁଛୁ। ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ଇଞ୍ଜିନିୟର ପାଠ ପଢ଼ି ନବଭାରତ ନିର୍ମାଣରେ ଜଣେ ଜଣେ ବିଶ୍ୱକର୍ମା ହୁଅନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ ବକ୍ତବ୍ୟରେ କହିଥିଲେ। ଇଂରାଜୀରେ କୁହାଯାଏ ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍। ସତ୍ୟସାଇ ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ପ୍ରତିବର୍ଷ ବୋଲି ହୁଏ। ପ୍ରତିବର୍ଷ ମାନେ କରନ୍ତି, ଭବ୍ୟ କାର୍ଯ୍ୟକ୍ରମ କରନ୍ତି, ପିଲାମାନଙ୍କର କୃତିତ୍ୱ ପାଇଁ ବି ସେମାନେ ପୁରସ୍କୃତ ହୁଅନ୍ତି। ବହୁତ ଭଲ କଥା। କିନ୍ତୁ ଅସଲ କଥା ହେଲା ପିଲାମାନଙ୍କର ଏକ୍ସେଲେନ୍ସକୁ ଅଭିବ୍ୟକ୍ତ କରିବା ପାଇଁ କଲେଜ ମାନଙ୍କର ଚେଷ୍ଟା ହେବା କଥା। ସେ ଦୃଷ୍ଟିରୁ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ବେଶ ଆଗରେ ଅଛନ୍ତି। ଆଉ ଏହାର ପ୍ରତିଷ୍ଠାତା ମୋର ସାଥୀ ମାନ୍ୟବର ପଦ୍ମଲୋଚନ ପଣ୍ଡା ଆଉ ତାଙ୍କର ପୁଅମାନେ ଲାଗିକିରି ତାକୁ ବହୁତ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେ ପ୍ରଚେଷ୍ଟା ଅଭିନନ୍ଦନୀୟ। ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ ଡକ୍ଟର ପ୍ରଭାସ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିମିଷା ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କିଶୋର ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ଛାତ୍ରଛାତ୍ରୀ ଏବଂ ନାମୀଦାମୀ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ଛାତ୍ରଛାତ୍ରୀ ମନଭରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କଲେଜର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।